1950 ମସିହା ଜାନୁଆରୀ 26 ତାରିଖ ଦିନ ଡକ୍ଟର B.R. ଆମ୍ବେଦକର ଯୋଉ କନ୍ଷ୍ଟିଟ୍ୟୁସନ ଅଫ ଇଣ୍ଡିଆ ପ୍ରଣୟନ କରିଥିଲେ, ଭାରତ ଏକ ସ୍ୱତନ୍ତ୍ର ଗଣତନ୍ତ୍ର ରାଷ୍ଟ୍ର ପରିଣତ ହେଲା। ପୃଥିବୀର ସବୁଠୁ ଶ୍ରେଷ୍ଠ ଗଣତନ୍ତ୍ର ରାଜ୍ୟ ହେଉଛି ଭାରତ। ତେଣୁ ଆଜି ସମଗ୍ର ଭାରତ ବର୍ଷରେ, ଭାରତ ବାହାରେ ମଧ୍ୟ ଆଜି ଭାରତ ପାଇଁ ସର୍ବତ୍ର ଗଣତନ୍ତ୍ର ଦିବସ ପାଳନ କରାହଉଛି। ଆମେ ଏଇ ଯୋଉ ଗଣତନ୍ତ୍ର ଦିବସ ସମସ୍ତେ ସୁରକ୍ଷା ରକ୍ଷା କରିବା, ସମସ୍ତେ ମିଳିମିଶି କାମ କରିବା, ଦେଶକୁ ପ୍ରଗତି ପଥରେ ଆଗେଇବା। ଆଜି 77ତମ ସାଧାରଣତନ୍ତ୍ର ଦିବସ। ଏ ଦିବସର ଗରିମା ତାତ୍ପର୍ଯ୍ୟ ଆମେ ସମସ୍ତେ ଜାଣିଛନ୍ତି। ଆଜି ଆମର ସମ୍ବିଧାନର ପ୍ରଣୟନ ହେଇଥିଲା ଏବଂ ସେ ସମ୍ବିଧାନକୁ ନେଇକରି ଆମେ ଆଜି ସାରା ପୃଥିବୀରେ ଗର୍ବିତ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଏହି 77ତମ ସାଧାରଣତନ୍ତ୍ର ଦିବସରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି, ସ୍ପେଶାଲି ଯୁବ ସମାଜ ଯେଉଁମାନେ କି ଆଗକୁ ଏହି ସାଧାରଣତନ୍ତ୍ର ଦିବସ, ଏହି ଜାତୀୟ ପତାକାକୁ, ଏହି ଭାରତ ବର୍ଷର ଗଣତନ୍ତ୍ରକୁ, ଏହି ସମ୍ବିଧାନକୁ ଆଗକୁ ନେବେ। ତେଣୁ ସେମାନଙ୍କର ଦାୟିତ୍ୱ ସବୁଠୁ ଅଧିକ। ତ ମୁଁ ଆଶା କରିବି ଯେ ସେମାନେ ଏହି ଦିବସର ତାତ୍ପର୍ଯ୍ୟକୁ ଗମ୍ଭୀରତାର ସହିତ ନେବେ ଏବଂ ଆଗକୁ ଆସୁଥିବା ଭାରତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ଯୋଉ ଚ୍ୟାଲେଞ୍ଜ ଗୁଡାକ ଆସୁଛି, ସାରା ପୃଥିବୀ କୁ ନେଇକରି ଯୋଉ ଚ୍ୟାଲେଞ୍ଜ ଆସୁଛି, ସେ ଚ୍ୟାଲେଞ୍ଜକୁ ସେମାନେ ସଫଳତାର ସହିତ, ଧୈର୍ଯ୍ୟର ସହିତ, ସାହସର ସହିତ, ନିର୍ଭୀକତାର ସହିତ, ନିରପେକ୍ଷତାର ସହିତ ତାକୁ ସାମ୍ନା କରିବେ।